ଲଗାଣ ବର୍ଷା କାରଣରୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ହାଇସ୍କୁଲ ନିକଟରେ ଥିବା ଏକ ବିଶାଳ ବରକୁଳି ଗଛର ମୂଳ ହୁଗୁଳି ଯାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଜରୁରୀକାଳୀନ ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ୍, କାର୍ ଓ ଅନେକ ଯାନବାହନ ଅଟକି ରହିଥିଲା। ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛଟିକୁ କାଟି ସଫା କରିଥିଲେ। ଏହାପରେ ରାସ୍ତା ଅବରୋଧ ହଟିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଲଗାଣ ବର୍ଷା ଚାଲିଥିବା ସମୟରେ ଏହିଭଳି ବିଭିନ୍ନ ରାସ୍ତା ପାର୍ଶ୍ୱରେ ଥିବା ପୁରୁଣା ଗଛଗୁଡ଼ିକ ଭାଙ୍ଗି ଓଲଟି ପଡ଼ୁଛି, ଯେଉଁଥିପାଇଁ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ତେଣୁ ପିଡବ୍ଲ୍ୟୁଡି ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡ଼ିକୁ କାଟିଦେବା ପାଇଁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। ଆମେ କେନ୍ଦ୍ରରେ ଥିବା ସମୟରେ ସେଣ୍ଟ ଜଣିଲେ କି ବୁଢ଼ାଗୁଡ଼ା ହାଇସ୍କୁଲ ପାଖରେ ଗୋଟେ ଗଛ ପଡ଼ିଯାଇଛି। ଆମେ ଶୀଘ୍ର ଗାଡ଼ିରେ ସମସ୍ତ ଉପକରଣ ଧରି ଫଟୋ ଧରିକି ଆସିଲୁ ଓ ଗଛଟା କାଟି ରାସ୍ତାରୁ କ୍ଲିୟର କଲୁ। ଆମକୁ ହେଲା ସ୍ଥାନୀୟ ସ୍ୱେଚ୍ଛାସେବୀ ଜଣକ ବତେଇଥିଲେ ଓ କଣ୍ଟ୍ରୋଲ ରୁମ୍ରୁ ମଧ୍ୟ ଫୋନ୍ ଆସିଥିଲା। सर केते समय लागिଥିଲା सर? ଏଠୁ ହେଲା 15 ମିନିଟ୍ ଖଣ୍ଡେ ଲାଗିଲା ଆସିବା ପାଇଁ। କରବାଟା ଗୋଟେ ଘଣ୍ଟା ଲାଗିଲା ଆଉ। ଆଜି ଦିନରେ ସକାଳେ ଗୋଟେ ଯୋଉ ପେଟ୍ରୋଲ ପମ୍ପ ପାଖରେ କି କୃଷ୍ଣ ପାତ୍ର ଗୋଟେ ପେଟ୍ରୋଲ ପମ୍ପ ପାଖରେ ଗୋଟେ ଗଛ କାଟିଲୁ। ଏଇ ଗଛ ଗୋଟେ ଗଛ କାଟିଲୁ। ପ୍ରସ୍ତୁତ ଭାବରେ ରହିଛନ୍ତି? ଆମେ ସମସ୍ତେ ପ୍ରସ୍ତୁତ ହେଇକି ଅଛୁ। ଆମ ସମସ୍ତ ଉପକରଣ ଆମେ ଠିକ ଭାବରେ ଯତ୍ନ ରଖିଛୁ ଆଉ ସବୁଦିନ ଷ୍ଟାର୍ଟ କରିକି ଆମେ ରଖିଛୁ। ଯେହେତୁ ଲଗାଣ ବର୍ଷା ହଉଛି, ଗଛ ପଡୁଛି, ରାସ୍ତାଘାଟ କେମିତି ଜାମ୍ ନ ହବ ସେଥିପାଇଁ ଆମେ ଆଗରୁ ପ୍ରସ୍ତୁତ ହେଇକି ଅଛୁ। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।